ଚାମ୍ପିଅନ୍ସ ଟ୍ରଫି ଏମିତି ରହିବ ଭାରତୀୟ ଦଳ, ସମ୍ପୂର୍ଣ୍ଣ ବଦଳିଯିବ ପୁରା ଭାରତୀୟ ଦଳ। ଭାରତକୁ ଗୁହାରି କଲେ ସାହିଦ ଆଫ୍ରିଦି, ଭାରତକୁ ନେହୁରା ହେଲା ପାକିସ୍ତାନ। ଭାରତୀୟ ଦଳ କ'ଣ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ? ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଆସନ୍ତା ବର୍ଷ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ। ଏଥିଲାଗି ବିସିସିଆଇ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଚୁପ୍ ହେଇଯାଅ ତୁମେ ଏବଂ ଲିମିଟ୍ରେ ରୁହ। ଆମର ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ ନାହିଁ ଏବଂ ଟିମ୍ ଇଣ୍ଡିଆ ପାଇଁ କୌଣସି ସ୍ଥାନରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ମ୍ୟାଚ୍ ଆୟୋଜନ କରାଯାଉ। ଏମିତି ବିସିସିଆଇ ଧମକ ଦେଲେ ପାକିସ୍ତାନ କ୍ରିକେଟ ବୋର୍ଡକୁ। ଅନ୍ୟପଟରେ ଦେଖିବାକୁ ଗଲେ ସାହିଦ ଆଫ୍ରିଦି କହୁଛନ୍ତି, ଆମେ ଗତବର୍ଷ ଦିନିକିଆ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଗସ୍ତ କରିଥିଲୁ। ବର୍ତ୍ତମାନ ଭାରତର ପାଳି, ସେମାନେ ଯେମିତି ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଆମ ପାକିସ୍ତାନକୁ ଆସନ୍ତୁ। ଏମିତି କହିଲେ ପୂର୍ବତନ ଧୂଆଁଧାର ବ୍ୟାଟର ସାହିଦ ଆଫ୍ରିଦି। ତ ଫ୍ରେଣ୍ଡ, ଆପଣମାନେ କୁହନ୍ତୁ, ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବା ଠିକ୍ ହେବ କି? ତାହା କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ତ ଫ୍ରେଣ୍ଡ, ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ।